ବିଷଧର କକର ସାପ। ହେଲେ ଏଠି ହଠାତ୍ ରାଗି ଯିବା ଭଲ ନୁହଁ। ହଁ ହଁ ମତେ ଗୀତ ପଦେ ଗାଇବାକୁ ଭାରି ଇଚ୍ଛା ହଉଛି। ଚାନ୍ଦ ସେ ତାରା ମେଳ ଯାଇ ନୀଳ ଆକାଶରେ। ଚାନ୍ଦ ସେ ତାରା ମେଳ ଯାଇ ନୀଳ ଆକାଶରେ। ମୁଁ ସୁନ୍ଦରୀ ଇନ୍ଦୁରେଖା ଦେଖାଇ ସାଧିରେ। ମୁଁ ସୁନ୍ଦରୀ ଇନ୍ଦୁରେଖା ଦେଖାଇ ସାଧିରେ। एते समय है स्वामी गले कुआड़े स्वामी अरे कहीं एत विलंब है ना ना निश्चय आसबे हेले कौन कार्य करुवे से विलंब हो जाइछि। तो समय विलंब हुए ना हेले आज कहीं हाँ हाँ किसी ना किसी गोटे अघटन घटी निश्चय। स्वामी तुम्हें आज बहुत सुंदर देखा बुढ़ा बयस पुणी प्रेम झोली पड़ो विश्वास करो मते कहीं आगर तो एमती देखा जाऊ नथलो ब्यूटीफुल माय स्वीट देखो देखो मु केमिति देखा जाऊँ से कथा कहियो कौन कहले स्वामी तुमको तुमको किए कहब ए सुवर्णपुरी रे सुंदर बोली तुम्हें पर ए सुवर्णपुरी महाबल पाखा तुम्हारो गोटाए अभ्यास सबले कहीं तमें रोसी जाओ और रोसिला बेले मु कौन कही जाऊ तुम मन ऋषि बेले कहीं स्वामी ऋषि बेले कहीं तुम्हें जो प्रकार कार्य करुच ए जगह जी होते भी ऋषि था जदि एमती केबे भूल करिबो ताहेले तुम संगरे आउ केबे कथा हेबिनी हेबिनी हेबिनी। इंदुरेखा टिके समय विलंब होला बोली बड़ी राखिबा आरंभ कलनी तमर बोलेबा मंत्र मु जानिनी रुसालालो तुम्हें इंदु मोही जब कष्ट आओ दियो नहीं तुम्हारी हृदय तुम्हारी वासे बसाटिए बांधी अच्छी मोही रुसालालो तुम्हें चांदो मोही जब कष्ट दियो नाही तुम्हारी मनरे तुम्हारी
ବସାଟିଏ ବାନ୍ଧି ଅଛି ମୋ ବସାଟିଏ ବାନ୍ଧି ଅଛି ମୋହି। ଥରେ ମତେ କ୍ଷମା କରିଦିଅ ରଖ ଏତିକି ମାତ୍ର ଅନୁରୋଧ। ଦେଖ ଥରେ ମତେ କ୍ଷମା କରିଦିଅ ରଖ ଏତିକି ମାତ୍ର ଅନୁରୋଧ। ଆଉ ତୋର କେବେ ମଧ୍ୟ ନ କରିବି ମୁଁ ଭୁଲ। ରୁଷନାଲ ତୁମେ ଚାଲ ତମ କଷ୍ଟ ଆଉ ଦିଅ ନାହିଁ। ତମରି ମନରେ ତମରି ହୃଦୟରେ ଆସଟେ ବାନ୍ଧି ଅଛି ମୋ ଚାଲରେ ବାନ୍ଧି ଅଛି ମୋ। ଏଥର ନମ ମନ ବୁଝିଲ ତ? ଏଇ ଶୁଣ କାଲି ରାତିରେ ଗୋଟା କଥା କହିବି ବୋଲି ଯାଇ କହିପାରୁନି। କଣ କହିଲ? କଣ କହିବି? ତମେ ଏତିକି ବସି ପଡିଲ। ଆସ ତମ ଓଠରେ ଗୋଟେ ସୁମନ ନଦେଲେ କଣ ମନଟା ଭଲ ବସିବ? ପୁଅଟା ଆମର ଯୌବନ ଅବସ୍ଥା ହେଇ ବୁଢା ହେବାକୁ ବସିଲାଣି, ପୁଣି ପ୍ରେମ ବାପାର ପ୍ରେମ ଉଛୁଲି ପଡୁଛି। ତୁମକୁ ଲାଜ ଲାଗିବା କଥା ସ୍ୱାମୀ, ଲାଜ ଲାଗିବା କଥା। ଏଇ ତ ଗୋଟାଏ କଥା କହିକି ମନ ଭୁଲା କରିଦିଅ ତମେ। ହଉ ହେଲା ତାହେଲେ ମୁଁ ଷଣ୍ଢ ଷଣ୍ଢରେ नमस्ते सर, नमस्ते नमस्ते नमस्ते। अच्छी सारे आपणकर सामने अच्छी। तमें भल भाव जान षण्ढ, तमें मो भल मन्दरे सुख दुखर साथी। कहीं केजन तमें मो पाखे पाखे नथिले मनटा जमा बुझेनि। वर्तमान समाचार सब कुशलता आपण मो पाखरे कहिबार अछि ए कहि चालंतु। माने आपण को कार्य पाई मते एठिकी डाकिचंती। सुनो आदित्य सल्ला
ସଲଗଡ଼ ଗୁପ୍ତଚର ହିସାବରେ ତମକୁ ସେଇଠି ନିପାତ କରିଥିଲି। କଣ ସମାଚାର ନେଇକି ଆସିଛ କହିପାରୁନ? ଆଜ୍ଞା ସମାଚାରଟା ନେଇକି ଆସିଛି। ସମାଚାର? ଏଇ ସମାଚାର କାହିଁକି ନା ସେଇ ସମାଚାରଟା ହଉଛି ଗୁରୁତ୍ୱପୂର୍ଣ୍ଣ ସମାଚାର। ଷଣ୍ଢ ଯାହା କହିବାର ଅଛି ଅଙ୍କ ବଙ୍କା ନାହିଁ, ସିଧା ସିଧା ପଠନ କର। ସାରେ ହଁ ମୁଁ ବୁଲି ବାଲିକି ଯେତେବେଳେ ରାଜ୍ୟରୁ ଆସୁଥିଲି ସେଇ ସମୟରେ ମୁଁ ଗୋଟିଏ ଉତ୍ସବ ଦେଖିଛି, ମାନେ କାନରେ ଶୁଣିଛି। କଣ ହେଲା? ମାନେ ଇଏ ରାଜାର ତାର ବଡ ପୁଅ ପ୍ରଭାତ ଇଏ ରାଜ୍ୟକୁ ଫେରୁଛି। ପ୍ରଭାତ ସାରେ ମିଛ କହୁନି, ଆଖି ଫୁଟିଯିବ ସାରେ। ଏହି ରହସ୍ୟ ପାଇଁ ରାଜା ବହୁ ଆଡମ୍ବର ବହୁ ନୃତ୍ୟ ଗୀତ କରି ତାକୁ ପ୍ରୟାସ କରୁଛନ୍ତି ମହାରାଜ। ଷଣ୍ଢ ସ୍ୱାମୀ ଷଣ୍ଢ କଳକୁ ବଡ ପୁଅ ପ୍ରଭାତ ଫେରୁଛି ଆଉ ଫେରିବା ପଥକୁ ଅପେକ୍ଷା କରି ଷଣ୍ଢ କଳରେ ଉତ୍ସବ ପାଳିତ ହଉଛି। ସ୍ୱାମୀ ଏମିତି ଏମିତି କେମିତି କଥା ଯେ ଆପଣ କଥାରେ ରାଗି ଯାଉଛ କହିଲ ଦେଖି? ଇନ୍ଦୁରେଖା ସ୍ୱାମୀ ତମେ ସେ କଥାଟା ବୁଝିପାରିବନି। ଓହୋ କହିଲେ ସିନା କଥାଟା ବୁଝିପାରିବି। ସେଇଟା ଅତୀତର କଥା। ଅତୀତର କଥା ଅତୀତର କଥା ନ କହିଲେ କେମିତି ବୁଝିବି? ଓହୋ ଇନ୍ଦୁରେଖା ଶୁଣିବ ସେଇ ଅତୀତର କଥା। ହଁ ସ୍ୱାମୀ ତାହେଲେ ଶୁଣ। ଠିକ ଅଛି। ଷଣ୍ଢରେ ଅଛି ତମ ସାମ୍ନାରେ ଠିଆ ହେଇଛି। ଆରେ କୋଉଟା କହିବାର ଅଛି କହିଦିଅ। ଆରେ କହିଦିଅ। ଇନ୍ଦୁରେଖା ସ୍ୱାମୀ ତମେ ଭଲ ଭାବରେ ଜାଣ ମୁଁ ଯାହା କରେ ଅନ୍ୟମାନେ କେହି କରନ୍ତି ନାହିଁ, କାରଣ ମୋ ନାଗରା ଆଚ୍ଛା ମୋ ବିରୁଦ୍ଧରେ ଯେ ସ୍ୱର ଉତ୍ତୋଳନ କରେ ତାକୁ ବଜେଇ ଦିଏ ବାଜା। ଅତୀତରେ ତମ ପୂର୍ବରୁ ଅନ୍ୟ ଏକ ବିବାହ ହେଇଥିଲେ, ଓ ସେଇ କଥା। ତା ନା ସୁକାନ୍ତି। ତା ନାଁଟା ସୁକାନ୍ତି। ସେତେବେଳେ ତା ଗର୍ଭ ଅବସ୍ଥା ଆସିଥିଲା, ତାର ପୁଣି ପେଟରେ ଛୁଆ ରହିଥିଲା। 8ରୁ 9 ମାସ ଚାଲିଥାଏ। ବୈଦକୁ ଦେଖେଇବା ପାଇଁ ମୋ ପାଖରେ କଳା କଉଡ଼ି ଯିଏ ବି ନଥାଏ। ଭାବିଲି ସେଦିନ ରାଜ ଦରବାରକୁ ଯାଇ ରାଜାଙ୍କୁ ଗୁହାରି କରିବି। ସେତେବେଳେ ମୋ ସ୍ତ୍ରୀ ସୁଗନ୍ଧି ନିଶ୍ୱାସ ପ୍ରଶ୍ୱାସ ନେବାରେ ବହୁତ କଷ୍ଟକର ହଉଥାଏ। ଭାବିଲି ରାଜାଙ୍କୁ ଯାଇ ସବୁ ଦୁଃଖ କାହାଣୀ କହିଲେ ମୋ ଦୁଃଖରେ ଦୁଃଖୀ ହେଇ କିଛି ଟଙ୍କା ଦେବେ। ସେଇ କଉଡ଼ି ନେଇ ମୁଁ କୋଉ ଏକ ବୈଦ ପାଖକୁ ଯିବି। ହେଲେ ସାହାଯ୍ୟ କରିବା ତ ଦୂରର କଥା, ଓଲଟି ରାଜ ଦରବାରରୁ ବିତାଡ଼ିତ କଲେ। ହେଲେ କାହିଁକି ସ୍ୱାମୀ ରାଜା ଆପଣଙ୍କ କଥା ଶୁଣିଲେନି? କାହିଁକି କେଜାଣେ ଆପଣଙ୍କର ଭୁଲ ଥିଲା କି?
এই তো ସେଇଠୁ ମୁଁ କ୍ରନ୍ଦନ କରି ଆମେ ଦୁହେଁ ଚାଲି ଆସିଲେ ସେଇଦିନର ପ୍ରତିଶୋଧ ମୋ ଛାତି ଭିତରେ ହୁତୁ ହୁତୁ ହେଇ ଚଲୁଛି ଆଉ ସେଇ ନିଆଁଟାକୁ ଲିଭେଇବା ପାଇଁ ବର୍ତ୍ତମାନ ସମୟ ଆସିଛି ସମୟ ସ୍ୱାମୀ ସେଇ ଅତୀତର କଥା ଭାବି ଏଠି କାନ୍ଦିଲେ ଲାଭ ଦେବ ନାହିଁ ସ୍ୱାମୀ ବରଂ ଗୋଟାଏ କାମ କରାଯାଉ ଗୋଟାଏ କାର୍ଯ୍ୟ କରାଯାଉ ସେଇ ରାଜା ଆଦିତ୍ୟ ସେନକୁ ଦରକାର ପଡ଼ିଲେ ବର୍ବାଦ କରି ଦିଆଯିବ ସ୍ୱାମୀ ବର୍ବାଦ କରି ଦିଆଯିବ ରହିತು କିଛି ଦିନ ପରେ ମୋ ସ୍ତ୍ରୀ ଦୁରେଖା ଶୁଣ ସୁକାନ୍ତି ମରିଗଲା ହେ ଭଗବାନ ତାପରେ ମୁଁ ବହୁତ ଭାଙ୍ଗି ପଡ଼ିଥିଲି ଭାବିଲି ଦ୍ୱିତୀୟ ବିବାହ କରିବି ବୋଲି ଅନେକ ବୃଦ୍ଧ ଲୋକଙ୍କ ପରାମର୍ଶ ନେଇ ମୁଁ ତମକୁ ବିବାହ କଲି ଆଉ ସେଇ ସମୟ ଆସିଛି ଯେତେବେଳେ ଷଣ୍ଢଗୋଳ ଆଜି ଉତ୍ସବ ପାଳନ ହଉଛି ନା ଉତ୍ସବ ପାଳନ ହଉଛି ଏ ଷଣ୍ଢ এই মুহূর্তে চালিଯିବା ଷଣ୍ଢଗୋଳକୁ ଖଣ୍ଡ ଖଣ୍ଡ ବିଖଣ୍ଡ କରି ଚୁରମାର କରିଦବା ଚୁରମାର ଆଉ ଏ ଛାତି ଭିତରେ ଚଲୁଥିବା ନିଆଁଟାକୁ ସେଇଠି ଲିଭେଇଦବା ତାହେଲେ ଡେରି କାହିଁକି ଆସ ଆସ ଇନ୍ଦୁରେଖା ଆସ ଷଣ୍ଢ ଠିକ ଅଛି ସ୍ୱାମୀ ଆମେ ସମସ୍ତେ ମିଶି ଗୋଟାଏ ଚକ୍ରାନ୍ତ କରୁ ହଁ ନିଶ୍ଚୟ ସେମିତି ହଉନା କାହିଁକି ଯାହା ବି ହେଇଯାଉ ଷଣ୍ଢଗୋଳକୁ ବିଚ୍ଛିନ୍ନ କରିବା ବିଚ୍ଛିନ୍ନ ଆସ ଆମେ ପ୍ରତିଜ୍ଞା ରଖିବା ଆସ ଇନ୍ଦୁ ଠିକ ଅଛି ସ୍ୱାମୀ ସେ ବି ଜାଣିବ ଏ ନାଗରାଜ ଚାହିଁଲେ କଣ କରିପାରେ ଓ ନାଗରାଜ ଆଜ ମୋ ବିରୁଦ୍ଧରେ ଯିଏ ସରର ଉଦାହରଣ କରେ ତାକୁ ବୁଝେଇ ଦିଏ ବଚା ତେବେ ଚାଲ ଚାଲ ଇନ୍ଦୁରେଖା ଚାଲ ବର୍ତ୍ତମାନ ଦେଶ ଚାଲ